ଏବେ 74 ବର୍ଷ ବୟସ ହେଲା। 74 ବୟସରେ କେତେ ଟଙ୍କା ଆଶା କରୁଛନ୍ତି ମାସକୁ? ମୁଁ ତ ଡାଇବେଟିସ୍ ମତେ ମୋ ଟଙ୍କା ମୁଁ ଯେତିକି ଟଙ୍କା ପାଉଛି ସେତିକି ଡାଇବେଟିସ୍ ଔଷଧ ମୁଁ କିଣି ପାରୁନି। ଆଉ ଖାଇବି କଣ ଇଏ କରିବି କଣ? ତ 80 ହେଲା ପରେ କେତେ ଟଙ୍କା ମିଳିବ? ସରକାର କରିଛନ୍ତି 3500 ମିଳିବ। 3000 3500 ଆଉ 6 ବର୍ଷ ପରେ କିଏ ବଞ୍ଚିବ କିଏ ନ ବଞ୍ଚିବ ସେଇଟା କହିହବ? ତେଣୁ ଏବେ କାହିଁକି 70 ବର୍ଷକୁ କାହିଁକି ସେଇଟା ନଉଛନ୍ତି? ହଁ 60 କରୁନାହାନ୍ତି, 60 ନ କଲେ 70 କରୁନାହାନ୍ତି। ବିଦ୍ୟାଧରପୁର। ଚାକିରି କରୁଥିଲେ କି? ନା ନା ଆଚ୍ଛା, ଭତ୍ତା ପାଆନ୍ତି? ଭତ୍ତା ପାଉଛି କେତେ ଟଙ୍କା? 1000 ଟଙ୍କା। ଆପଣ ବୟସ କେତେ? ମୋର 74 ବର୍ଷ। 74 ମାନେ ଆଉ 6 ବର୍ଷ ପରେ 80 ହବ। ଯେତେବେଳେ 6 ବର୍ଷ ପର୍ଯ୍ୟନ୍ତ ବଞ୍ଚିବି କି ନହେଲେ ନାହିଁ। ସରକାର 70 ବର୍ଷରୁ ଅଧିକା କଲେନି। ଆଉ 80 ବର୍ଷ କଣ 80 ବର୍ଷରୁ କଣ କଲେ? 70 ବର୍ଷରୁ କଣ କଲେନି? ଆଚ୍ଛା, ଏଇଟା 70 ବର୍ଷରୁ ଯଦି କରିଥାନ୍ତେ ତାହେଲେ ଏଇଟା ମୁଁ ଉପକୃତ ପାଇଥାନ୍ତି। ଆଜ୍ଞା 80 ବର୍ଷ ପର୍ଯ୍ୟନ୍ତ କେତେ ଲୋକ ବଞ୍ଚିଛନ୍ତି? ତାହେଲେ ଆପଣ ସରକାର କହୁଛି ଆପଣଙ୍କୁ 80 ହେଲା ପରେ ପାଇବି। ସେ ପର୍ଯ୍ୟନ୍ତ ମୁଁ ବଞ୍ଚିଥିଲେ ତ। ଏବେ 74 ବର୍ଷ ବୟସ ହେଲା। 74 ବୟସରେ କେତେ ଟଙ୍କା ଆଶା କରୁଛନ୍ତି ମାସକୁ? ମୁଁ ତ ଡାଇବେଟିସ୍ ମତେ ମୋ ଟଙ୍କା ମୁଁ ଯେତିକି ଟଙ୍କା ପାଉଛି ସେତିକି ଡାଇବେଟିସ୍ ଔଷଧ ମୁଁ କିଣି ପାରୁନି। ଆଉ ଖାଇବି କଣ ଇଏ କରିବି କଣ? ତ 80 ହେଲା ପରେ କେତେ ଟଙ୍କା ମିଳିବ? ସରକାର କରିଛନ୍ତି 3500 ମିଳିବ। 3000 3500 ଆଉ 6 ବର୍ଷ ପରେ କିଏ ବଞ୍ଚିବ କିଏ ନ ବଞ୍ଚିବ ସେଇଟା କହିହବ? ତେଣୁ ଏବେ କାହିଁକି 70 ବର୍ଷକୁ କାହିଁକି ସେଇଟା ନଉଛନ୍ତି? ହଁ 60 କରୁନାହାନ୍ତି, 60 ନ କଲେ 70 କରୁନାହାନ୍ତି। ହଁ ଆଉ ଆମ ଏଇଟା ସରକାରଙ୍କର ନିୟମ ଠିକ ନୁହେଁ। ମୋହନ ବାବୁ ଟିକେ ଶୁଣନ୍ତୁ, କୁହନ୍ତୁ। ଆଜ୍ଞା ଏଇଟା ଠିକ ନୁହେଁ ଆଜ୍ଞା। ମାନେ ଡାଇବେଟିସ୍ ପାଇଁ ମୋ ଔଷଧ କିଣିବାକୁ ମତେ ପଇସା ହଉନି। ଆଉ ମୁଁ ଖାଇବି କଣ ରହିବି କଣ? ମୁଁ ବୟସ୍କ ଲୋକ, 74 ବର୍ଷ ମତେ। ମୁଁ 80 ବର୍ଷ ହେଲେ ଆଜ୍ଞା 80 ବର୍ଷ ପାରି ହେଲେ ଯାଇକି 3500 ଟଙ୍କା ପାଇବି। ଆଉ ଏବେ କଣ କେମିତି ପାଇବି? ମୁଁ ଆଉ କଣ 6 ବର୍ଷ ମୁଁ ବଞ୍ଚିବି? ଏଇ ବର୍ଷ ପଇସାଟା ପାଉନି ଔଷଧ କିଣିବାକୁ, ଆଉ ବଞ୍ଚିବି କେମିତି? ହଉ ମୋହନ ବାବୁ, 80 ବର୍ଷ ନ କରି 70 ବର୍ଷ କରିଦିଅନ୍ତୁ। ଏଇଭଳି ବ୍ୟକ୍ତି ବହୁତ ଅଛନ୍ତି ଓଡିଶାରେ, ଯୋଉମାନେ 70 ଟପି ଗଲେ 74 ହେଇଗଲେ, କିନ୍ତୁ ଆଉ 6 ବର୍ଷ ସେଇଟା ତ କହିହବନି। ନବୀନ ବାବୁ କେତେ ବୟସ? ଆଜ୍ଞା ନବୀନ ବାବୁ ହବ 76। ଆଉ 4 ବର୍ଷ ପରେ ନବୀନ ବାବୁ ମଧ୍ୟ ଯେତେବେଳେ ଆର ଇଲେକ୍ସନ ହବ, ନବୀନ ବାବୁ ଯେତେବେଳେ 80 ରେ ଆସିଥିବେ, ହାତ ହଲେବେ ଦେଖିବା। ଲୋକ ଠିକ ହେଇଯିବେ। ସିଏ ବା ନବୀନ ପଟ୍ଟନାୟକ, ତା ପାଖରେ ପୁରା ଲୋକ ଖଞ୍ଜା ହସ୍ପିଟାଲ ଦେଖେଇବା ପାଇଁ। ନବୀନ ଠିଆ ହେଇଛି, ଲୋକ ଶହ ଶହ ଲୋକ ଯାଉଛନ୍ତି। ଲୋକ ଠିକ ଆଜ୍ଞା। ନବୀନ ଆଜ୍ଞା ଲୋକ ଠିକ ଓଡିଶାରେ ମୁଖ୍ୟମନ୍ତ୍ରୀ ଠିକ ପ୍ରକୃତରେ ଲୋକ